এই জগତ ସ୍ୱାର୍ଥ ପଛରେ ଦୌଡ଼େ। ହୁଏତ ଯେ ଦିନେ ଆୟୁବଙ୍କ ପ୍ରଶଂସା କରୁଥିଲେ, ସହଭାଗିତା କରୁଥିଲେ, ସାହାଯ୍ୟ ନିମନ୍ତେ ଆୟୁବଙ୍କ ନିକଟକୁ ଯାଉଥିଲେ, ଆଜି ସେମାନେ ନିନ୍ଦା କରୁଛନ୍ତି। ଆଜି ଆମ ଜୀବନରେ କ'ଣ ସେଇ ଅନୁଭୂତି ଅଛି କି? ଆମେ କ'ଣ ନିସଙ୍ଗ ମନେ କରୁଛୁ? ଗତି ପ୍ରଦୀପ ସେହି ନିରାଶରେ ଆଶା ଦେଇ ଏ ଘୋର ଦୁର୍ଦିନ କାଳେ ବନ୍ଧୁର ପଥ ଧାରେ ଦିଏ ସେ ଯେ ଶାନ୍ତି ଶିଖା, ଦିଏ ସେ ଯେ प्रिय दर्शक बंधु नमस्कार। प्रभु जीशुଙ୍କ मधुर नाम आपन को आज पथ प्रदर्शिका कार्यक्रम को स्वागत करुअछि। आपन किपरि अछंती? आशा करू आपन निश्चय भल थिबे। आपन को मध्यरु अनेक आम सहित फोन रे जोगाजोग करुछंती। मु सेमान को धन्यवाद दिए। यदि आपन ए पर्यंत आमको फोन करि नाहंती तेबे आज ही आमको फोन करंतु। ए कार्यक्रम मध्य देई पुणी थरे आपन सहित साक्षात होइथबारु मु प्रभु को धन्यवाद दिए। प्रभु आपन को बहुल भावे आशीर्वाद करंतु। ये आम प्रार्थना जे ईश्वर को वाक्य आपन को जीवन रे महान कार्य साधन करू, जेपरि आपन ए जगत रे ज्योति स्वरूप होई परिबे, अन्य मान को निकट रे ज्योति प्रकाश करि परिबे। आपन को अनुभूति आम मान को निश्चय जणाइबे। आमे आपन को फोन कॉल रो अपेक्षा रे अछु। आमे गत पाठरे इलिफस को परामर्श विषय आलोचना करुथुलु। इलिफस आयुबंक प्रशंसा करिबा सहित समालोचना मध्य करिथिले। आजिर आलोचना रे आमे इलिफस को आयुबंक उत्तर देइथबा देखु। से कहउछंती तांको दुख ओ जंत्रणा एते बेसी जे ता समुद्रर बाली ठारु मध्य भारी हबो। एते बड़ समस्या नै ए जगत रे से आउ बंची रहिबाकु चाहू नाहंती। ईश्वर को निकट रे मृत्यु प्रार्थना करुछंती। या हुए तो स्वाभाविक, कारण आइब एपरी परिस्थिति रे तांको सपक्ष रे केही नथिबा से अनुभव करुछंती। से समालोचना ओ निंदार सम्मुखीन हेउछंती, तेणु मृत्यु प्रार्थना करुछंती। आमे पूर्वरु आलोचना करुथुलु जे आयुबंक स्त्री मध्य कहिले तुमे ईश्वर को परित्याग करि मर। से हुए तो भाभी थिबे वास्तव रे बंची रही लाभ कौन? एपरी बंधु माने तांको प्रति विश्वासघातकता करि पारंती, ता से विश्वास करि नथिले। एथिरु आमे एक कथा लक्ष्य करूछु जे जो स्त्री ओ बंधु माने आयुबंक पाखरे थिले सेमाने सेमानकर सब किछि नथिले। उत्तर सेमानकर भिन्न प्रकार थिला, किंतु आयुब संकट रे थिबा समय रे से तांको दोषी मान को गणना करुछंती। तांको दोष को से देखुछंती। एई जगत स्वार्थ पछरे दौड़े। हुए तो जी दिने आयुबंक प्रशंसा करुथिले, सहभागिता करुथिले, आज आयुबंक विरुद्ध रे निंदा कथा कहउछंती। आम जीवन रे सेई अनुभूति मध्य दे आमे जाइछु कि? निजको निसंग मने करुछु कि? हुए तो आमे अनेक समय रे एपरी परिस्थिति आसे जे मृत्यु प्रार्थना करिथिबा। आपन कौन सेपरी केबे करिसेंती? तेबे आसंतु आजिर कार्यक्रम देखिबा। आजिर कार्यक्रम विषय अधिक आलोचना करिबा पूर्वरु आमे एक भक्तिमूलक गीत सुनिबा। प्रेमी कहीं स्वर दया तुम
ଧୈର୍ଯ୍ୟ ଦେଇ ପ୍ରଭୁ ସକତି ଜଗା ସାକ୍ଷୀ ହେବୁ ଆମେ ସେଇ କୃଷାର ଧୈର୍ଯ୍ୟ ଦେଇ ପ୍ରଭୁ ସକତି ଜଗା ପାପ ଅନ୍ଧକାର ଏଇ ଜଗତର ପାପ ଅନ୍ଧକାର ଏଇ ଜଗତର ହୋଇଯିବ ଦୂର आहे ଜଗଦୀଶ୍ୱର। ଆଜି ଆମେ ଆଇବ ପୁସ୍ତକ ମଧ୍ୟରୁ 6 ଓ 7 ପର୍ବ ଦୁଇଟିକୁ ଅଧ୍ୟୟନ କରିବା ନିମନ୍ତେ ଯିବା। ଏହି ଦୁଇଟି ଯାକ ପର୍ବର ମୁଖ୍ୟ ପ୍ରସଙ୍ଗ ହେଉଛି ଇଲଫସ୍ଙ୍କ ପ୍ରତି ଆଇବଙ୍କ ପ୍ରତି ଉତ୍ତର। ଏଠାରେ ମୁଁ ଆପଣଙ୍କୁ ସ୍ମରଣ କରାଇଦିଏ ଯେ ଗତ ପାଠରେ ଆମେ ଦେଖିଥିଲୁ ଇଲଫସ୍ ଆଇବଙ୍କ ପ୍ରତି ତାହାଙ୍କର ଅନୁଭୂତିର ବାକ୍ୟ ପ୍ରକାଶ କରିଥିଲେ, ମାତ୍ର ତାହା ଆଇବଙ୍କ ଜୀବନ ନିମନ୍ତେ ପ୍ରଯୁଜ୍ୟ ନଥିଲା କି ଆଇବଙ୍କ ଜୀବନକୁ ସ୍ପର୍ଶ କରିପାରିନଥିଲା କି ଆଇବଙ୍କର କୌଣସି ଉପକାରରେ ଆସିନଥିଲା, କାରଣ ଆଇବଙ୍କର ସେହି ଦୁଃଖ ଭୋଗ ତାହାଙ୍କର ପାପ ହେତୁ ନଥିଲା, ମାତ୍ର ଈଶ୍ୱରଙ୍କର ମହିମା ଯେପରି ପ୍ରକାଶିତ ହୁଏ ଓ ଆଇବଙ୍କର ଯେପରି ମଙ୍ଗଳ ସାଧିତ ହୁଏ ଏଥି ନିମନ୍ତେ ତାହାଙ୍କ ପ୍ରତି ଏହି ପରୀକ୍ଷା ଘଟିଥିଲା। କିନ୍ତୁ ଆଇବଙ୍କ ପ୍ରତି ଇଲଫସ୍ଙ୍କ ଚିନ୍ତାଧାରା ସମ୍ପୂର୍ଣ୍ଣ ବିପରୀତ ଥିଲା। ଇଲଫସ୍ ଭାବୁଥିଲେ ଆଇବଙ୍କ ଜୀବନରେ କୌଣସି ଗୁପ୍ତ ପାପ ଥିବା ହେତୁ ତାହାଙ୍କ ପ୍ରତି ଏହିପରି ଘଟୁଅଛି, କିନ୍ତୁ ତାହା ସେପରି ନଥିଲା। ତେଣୁକରି ଇଲଫସ୍ଙ୍କର ଅନୁଭୂତିର ସାକ୍ଷ୍ୟ ଯଦିଓ ନିରାଟ ସତ୍ୟ ଓ ଅତି ଗୁରୁତ୍ୱପୂର୍ଣ୍ଣ ଥିଲା, ମାତ୍ର ତାହା ଆଇବଙ୍କ ଜୀବନ ପ୍ରତି ପ୍ରଯୁଜ୍ୟ ନଥିଲା କି ଆଇବଙ୍କ ସମସ୍ୟାର ସମାଧାନ କରିପାରିନଥିଲା। ବରଂ ତହିଁ ପରିବର୍ତ୍ତେ ଏହା ଆଇବଙ୍କ ପ୍ରତି ଅତି ନୈରାଶ୍ୟଜନକ ଓ ଦୁଃଖଦାୟକ ଥିଲା। ତେଣୁକରି ସେ ତାହାଙ୍କର ମିତ୍ରମାନଙ୍କର ତାହାଙ୍କ ପ୍ରତି ଏହିପରି ମନୋଭାବକୁ ସହ୍ୟ କରି ନ ପାରି ଦୟା ଓ ସାହାଯ୍ୟ ପାଇବା ନିମନ୍ତେ ଆର୍ତ୍ତସ୍ୱର କରିଥିଲେ ଓ ସେମାନଙ୍କୁ ସେମାନଙ୍କ ପ୍ରଶ୍ନର ସଠିକ୍ ଉତ୍ତର ଦେଇଥିଲେ। ଏହି 6 ଓ 7 ପର୍ବରେ ସେ ଇଲଫସ୍ଙ୍କୁ ଏହିପରି ଭାବେ ଉତ୍ତର ପ୍ରଦାନ କରନ୍ତି। ଦେଖନ୍ତୁ 6 ପର୍ବର ପ୍ରଥମ 2 ପଦରେ ଏହିପରି ଲେଖା ଅଛି, ଏଥିରେ ଆଇବ ଉତ୍ତର କରି କହିଲା, ଆହା, ଯେବେ ମୋର ଦୁଃଖ ତୋଲା ଯାଇଥାନ୍ତା ଓ ମୋର ଦୁର୍ଗତି ତରାଜୁରେ ଏକତ୍ର ରଖାଯାଇଥାନ୍ତା। ଆଇବ ଏଠାରେ ଅତି ସରଳ ଭାବେ ନିବେଦନ କରନ୍ତି। ସେ କହନ୍ତି, ମୋର ଦୁଃଖ କେତେ ଭୟଙ୍କର ତାହା ମୁଁ ତୁମକୁ କହିପାରିବି ନାହିଁ। ମୋ ପ୍ରତି ଯେଉଁ ସମସ୍ତ ଦୁଃଖ ଘଟିଅଛି ତାହା ମୁଁ ତୁମ୍ଭ ନିକଟରେ ପ୍ରକାଶ କରିପାରିବି ନାହିଁ। ଏହା ଅତି ଦାରୁଣ ଓ ଭୟଙ୍କର। ଆପଣ ଦେଖିବାକୁ ପାରିବେ ଯେ ଇଲଫସ୍ ତାହାଙ୍କୁ ଆଦୌ ସାହାଯ୍ୟ କରିପାରିନଥିଲେ। ଆଇବ ଏଠାରେ କହନ୍ତି, ମୋର ପ୍ରଶ୍ନ କ'ଣ ତାହା ପ୍ରଥମେ ଜାଣିବାକୁ ଚେଷ୍ଟା କର। ମାତ୍ର ଇଲଫସ୍ ତାହା ବୁଝିପାରିନଥିଲେ। ସେ ଅନେକ କିଛି ସୁନ୍ଦର ତଥା ଉତ୍ତମ ଓ ସତ୍ୟ ବିଷୟ କହିଥିଲେ, ମାତ୍ର ସେ ଆଇବଙ୍କୁ ସାହାଯ୍ୟ କରିପାରିନଥିଲେ। ଇଲଫସ୍ଙ୍କର ଦ୍ୱାରା ତାହାଙ୍କୁ ଯାହା ସବୁ ଦିଆଯାଇଥିଲା, ଆଇବ ତାହାଠାରୁ ଅଧିକ କିଛି ଆବଶ୍ୟକ କରୁଥିଲେ। ସେ ଏକ କ୍ଷତାକ୍ତ ପ୍ରାଣୀ ପରି ଚିତ୍କାର କରୁଥିଲେ। 3 ପଦରୁ 5 ପଦ ମଧ୍ୟରେ ଲେଖା ଅଛି, ତେବେ ତାହା ଏତେବେଳେ ସମୁଦ୍ର ବାଲିଠାରୁ ଭାରି ହୁଅନ୍ତା। ଏଣୁ ମୋର ବାକ୍ୟ ଅବିବେଚନା ଯୁକ୍ତ ହୋଇଅଛି, କାରଣ ସର୍ବଶକ୍ତିମାନଙ୍କ ତୀର ସବୁ ମୋର ଅନ୍ତରରେ ଅଛି। ମୋର ପ୍ରାଣ ତହିଁର ବିଷପାନ କରୁଅଛି। ପରମେଶ୍ୱରଙ୍କ ଭୟରୂପ ସୈନ୍ୟ ମୋ ପ୍ରତିକୂଳରେ ଶ୍ରେଣୀବଦ୍ଧ ହୁଅନ୍ତି। ଘାସ ଥିଲେ କ'ଣ ବନ୍ୟ ଗର୍ଦ୍ଧବ ବୋବାଏ? ଆହାର ପାଖରେ କ'ଣ ଗୋରୁ ହମାଳେ? ଆଇବ କହନ୍ତି, ମୁଁ କ୍ରନ୍ଦନ କରୁଅଛି ଓ ତୁମେ ମୋର ଦୁଃଖକୁ ଦେଖିପାରୁଅଛ, ମାତ୍ର ତୁମେ ଆଦୌ ମୋ ପ୍ରତି ଦୟା ଦେଖାଉନାହ। ତୁମେ ମୋ ପ୍ରତି ଏପରି ବ୍ୟବହାର କରୁଅଛ ଯେପରିକି ମୁଁ ସମସ୍ୟା ମଧ୍ୟରେ ନାହିଁ। ଯଦି ମୁଁ ସେହିପରି ଦୁଃଖରେ ପଡ଼ିନଥାନ୍ତି, ତାହେଲେ ମୁଁ ଆର୍ତ୍ତସ୍ୱର କରିନଥାନ୍ତି। ଆଉ ସେ କହନ୍ତି, ଯଦି ମୁଁ ଆଘାତ ପାଇନଥାନ୍ତି, ତାହେଲେ ମୁଁ କେବେ ହେଲେ ଆର୍ତ୍ତସ୍ୱର କରିନଥାନ୍ତି। ବାସ୍ତବରେ ମୁଁ ଆଘାତପ୍ରାପ୍ତ। 6ରୁ 9 ପଦ ମଧ୍ୟରେ ଲେଖା ଅଛି, ଅସ୍ୱାଦ ଦ୍ରବ୍ୟ କ'ଣ ଲବଣ ବିନା ଭୋଜନ କରାଯାଇପାରେ? ଅବା ଡିମ୍ବର ଲାଳରେ କି କିଛି ସ୍ୱାଦ ଅଛି? ମୋର ପ୍ରାଣ ତାହା ସ୍ପର୍ଶ କରିବାକୁ ଅସମତ। ତାହା ସବୁ ମୋ ପ୍ରତି ଘୃଣିତ ଭକ୍ଷ୍ୟ ସ୍ୱରୂପ। ଆହା, ଯେବେ ମୁଁ ଆପଣା ବାଞ୍ଛିତ ବିଷୟ ପ୍ରାପ୍ତ ହୁଅନ୍ତି, ଯାହା ମୁଁ ଅପେକ୍ଷା କରେ ତାହା ଯେବେ ପରମେଶ୍ୱର ମୋତେ ଦିଅନ୍ତେ, ହଁ, ଯେବେ ପରମେଶ୍ୱର ଅନୁଗ୍ରହ କରି ମୋତେ ଚୂର୍ଣ୍ଣ କରନ୍ତେ, ଯେବେ ସେ ଆପଣ ହସ୍ତ ମୁକୁଳା କରି ମୋତେ ଛେଦନ କରି ପକାନ୍ତେ। ଆଇବ କୌଣସିଠାରୁ ସାହାଯ୍ୟ ପାଇପାରୁନାହାନ୍ତି। ସେ ପ୍ରକୃତିରେ ଈଶ୍ୱରଙ୍କର ନ୍ୟାୟ ବିଚାର ଉପରେ ପ୍ରଶ୍ନ କରନ୍ତି। ସେ ଅତି ଦୟନୀୟ ଅବସ୍ଥାରେ ଅଛନ୍ତି।
ଓ ସେ ଆଉ ବଞ୍ଚିବା ପାଇଁ ଚାହାନ୍ତି ନାହିଁ, ମାତ୍ର ମରିବା ପାଇଁ ଚାହାନ୍ତି। ସେ ଚାହାନ୍ତି ଈଶ୍ୱର ଯେପରି ତାହାଙ୍କୁ ବିନାଶ କରନ୍ତୁ। ସେ ସେହି କଷ୍ଟରୁ ଉଦ୍ଧାର ପାଇବାକୁ ଚାହାନ୍ତି। 10 ପଦରୁ 11 ପଦରେ ଲେଖା ଅଛି, ତାହେଲେ ଏବେ ହିଁ ମୁଁ ସାନ୍ତ୍ୱନା ପ୍ରାପ୍ତ ହୁଅନ୍ତି। ହଁ, ମୁଁ ନିର୍ଦ୍ଦୟ ଯାତନା ମଧ୍ୟରେ ହିଁ ଅତ୍ୟନ୍ତ ଆନନ୍ଦ କରନ୍ତି, କାରଣ ମୁଁ ଧର୍ମମୟଙ୍କର ବାକ୍ୟ ସବୁ ଅସ୍ୱୀକାର କରିନାହିଁ। ମୋହର ବଳ କ'ଣ ଯେ ମୁଁ ଅପେକ୍ଷା କରିବି? ମୋହର ପରିଣାମ କ'ଣ ଯେ ମୁଁ ସହିଷ୍ଣୁ ହେବି? ସେ କହୁଛନ୍ତି, ମୋ ନିମନ୍ତେ ବଞ୍ଚିବା କିଛି ପ୍ରୟୋଜନ ନାହିଁ। 12 ପଦରେ ଲେଖା ଅଛି, ମୋହର ବଳ କ'ଣ ପ୍ରସ୍ତରମାନଙ୍କର ବଳ, ଅବା ମୋହର ମାଂସ କ'ଣ ପିତ୍ତଳ? 13 ପଦରେ ଲେଖା ଅଛି, ମୋ ଦ୍ୱାରା ମୋହର କିଛି ଉପକାର ନାହିଁ ଓ ଫଳଦାୟକ କର୍ମଣ୍ୟତା ମୋଠାରୁ ସମ୍ପୂର୍ଣ୍ଣ ଦୂରୀକୃତ ହୋଇଅଛି। ଏହା କ'ଣ ସତ୍ୟ ନୁହେଁ? ଆଇବ ବିଶେଷ ଭାବରେ ଭାଙ୍ଗି ପଡ଼ିଛନ୍ତି ଓ ସେ ନିଜକୁ ଧିକ୍କାର କରୁଛନ୍ତି। ସେ ନିଜର ଜୀବନକୁ ମୂଲ୍ୟହୀନ ବୋଲି ବିବେଚନା କରୁଅଛନ୍ତି। ବର୍ତ୍ତମାନ ତାହାଙ୍କର କ୍ରନ୍ଦନକୁ ଶୁଣନ୍ତୁ। 6 ପର୍ବର 14 ପଦରେ ଲେଖା ଅଛି, କ୍ଷୀଣ ହେବାକୁ ଉଦ୍ୟତ ଲୋକ ପ୍ରତି ମଧ୍ୟ ସର୍ବଶକ୍ତିମାନଙ୍କ ଭୟତ୍ୟାଗୀ ଲୋକ ପ୍ରତି ବନ୍ଧୁଠାରୁ ଦୟା ପ୍ରକାଶିତ ହେବା ଉଚିତ। ଆଇବ ଏଠାରେ କହନ୍ତି, ମୋର ବନ୍ଧୁ ମୋତେ ଦୟା ଦେଖାଇବା ଉଚିତ ଥିଲା ଓ ମୋ ପ୍ରତି ସହାନୁଭୂତି ପ୍ରଦର୍ଶନ କରିବା ଉଚିତ ଥିଲା, ମାତ୍ର ସେ ତାହା କଲା ନାହିଁ। 15 ପଦରେ ଲେଖା ଅଛି, ମୋର ଭ୍ରାତୃଗଣ ନଦୀ ତୁଲ୍ୟ ପ୍ରବାହିତ ନଦୀ ସ୍ରୋତ ତୁଲ୍ୟ ପ୍ରବଞ୍ଚନା କରିଅଛନ୍ତି। ଏବ୍ରି ଭାଷାରେ ଏହାର ଅର୍ଥ ହେଉଛି ଯେ ସେମାନେ ମରୁଭୂମିରେ ମରିଚିକା ସଦୃଶ ଥିଲେ। ସେମାନଙ୍କର ସହାନୁଭୂତି ମରୁଭୂମିରେ ମରୁଦ୍ୟାନ ତୁଲ୍ୟ ପରିଲକ୍ଷିତ ହେବ, ଯେଉଁଠାରେ କି ଜଳ ଥିବା ପରି ଓ ଉର୍ବରା ଜମି ପରି ଦେଖାଯିବ, ମାତ୍ର ତାହା କେବଳ ମରିଚିକା ସଦୃଶ ଥିଲା। ତହିଁରେ କେବଳ ନୈରାଶ୍ୟତା ଓ ଦୁଃଖ ଭରି ରହିଥିଲା। 16ରୁ 17 ପଦରେ ଲେଖା ଅଛି, ତାହା ସବୁ ହିମ ସକାଶୁ କୃଷ୍ଣବର୍ଣ୍ଣ ଓ ତହିଁ ମଧ୍ୟରେ ତୁଷାର ଲୀନ ହୁଏ। ନଦୀ ଉତ୍ତପ୍ତ ହେଲେ ତାହା ଲୁପ୍ତ ହୁଏ, ଗ୍ରୀଷ୍ମ ପାଇଲେ ସ୍ୱସ୍ଥାନରୁ ଅନ୍ତର୍ହିତ ହୁଏ। ଆଇବ କହନ୍ତି, ସେମାନେ ସେହି ନଦୀ ସଦୃଶ ଯାହାକି ହିମ ଓ ତୁଷାରରେ ଆଚ୍ଛନ୍ନ। ଏହା ପ୍ରବଞ୍ଚନାଜନକ। ଆପଣ ଭାବନ୍ତି ଆପଣ ତାହା ଉପରେ ଦେଇ ଚାଲିଯିବେ, ମାତ୍ର ଯେତେବେଳେ ଆପଣ ତହିଁ ଉପରେ ପାଦ ଦିଅନ୍ତି ଆପଣ ପଡ଼ିଯାଆନ୍ତି। ସେମାନେ ସେହି ପ୍ରକାର ବନ୍ଧୁରେ ପରିଣତ ହୋଇଥିଲେ। ବାସ୍ତବରେ ଆଇବ କି ସୁନ୍ଦର ଏକ ଛବି ଏଠାରେ ପ୍ରଦାନ କରନ୍ତି। ତେବେ ମୁଁ ନିଶ୍ଚିତ ନୁହେଁ, ମାତ୍ର ଆଇବଙ୍କର କ୍ରନ୍ଦନ ହେଉଛି ଯାହାକି ବର୍ତ୍ତମାନର ଜଗତରେ ମାନବୀୟ ସଙ୍କଟର ଏକ କ୍ରନ୍ଦନ ବା ଆର୍ତ୍ତସ୍ୱର। ମନୁଷ୍ୟର ଆଜି ସମସ୍ତ କିଛି ଥାଇ ଓ ସମସ୍ତ ସୁଖ ସୁବିଧା ଥାଇ ମଧ୍ୟ ସେ ବିଶ୍ରାମ ପାଏ ନାହିଁ, କି ଶାନ୍ତି ପାଏ ନାହିଁ, କି ଆନନ୍ଦ ପାଏ ନାହିଁ, କାରଣ ସେ ତାହାଠାରୁ ଅଧିକ କିଛି ଚାହେଁ। ସେ ଚାହେଁ ଈଶ୍ୱର। ବର୍ତ୍ତମାନ ଆଇବ କହିବାକୁ ଯାଉଛନ୍ତି, ଯଦି ତୁମ୍ଭର ମୋତେ କିଛି କହିବାକୁ ଅଛି ତାହେଲେ ମୋତେ କୁହ, ମୁଁ ତାହା ଶୁଣିବା ପାଇଁ ଓ ଶିକ୍ଷା କରିବା ପାଇଁ ପ୍ରସ୍ତୁତ ଅଛି। 24ରୁ 26 ପଦ ମଧ୍ୟରେ ଲେଖା ଅଛି, ମୋତେ ଶିକ୍ଷା ଦିଅ, ତହିଁରେ ମୁଁ ନୀରବ ହେବି ଓ ମୁଁ କେଉଁ ବିଷୟରେ ଭୁଲିଗଲି ତାହା ମୋତେ ବୁଝାଇ ଦିଅ। ସରଳ ବାକ୍ୟ କିପରି ପ୍ରବଳ, ମାତ୍ର ତୁମମାନଙ୍କ ତର୍କ କେଉଁ ଦୋଷ ବ୍ୟକ୍ତ କରେ? ତୁମେମାନେ କ'ଣ ଶବ୍ଦର ଦୋଷ ଧରିବାକୁ କଳ୍ପନା କରୁଅଛ? କାରଣ ନିରାଶ ଲୋକର ବାକ୍ୟ ବାୟୁତୁଲ୍ୟ। ସେ କହନ୍ତି, ତୁମେ ଯାହା ସବୁ କହିଲ ତାହା ଉତ୍ତମ, ମାତ୍ର ଏହା ମୋହର ସମସ୍ୟାକୁ ସମାଧାନ କରିପାରେ ନାହିଁ। ତୁମେ ମୋର ଅବସ୍ଥାକୁ ବାସ୍ତବ ଭାବରେ ଚିହ୍ନି ପାରୁନାହ। ତୁମେମାନେ ଚିନ୍ତା କରୁଅଛ ମୋଠାରେ କିଛି ଗୁପ୍ତ ପାପ ରହିଅଛି, ମାତ୍ର ଏହା ଆଦୌ ତାହା ନୁହେଁ। ବର୍ତ୍ତମାନ ଯଦି ତୁମେ ଠିକ୍ ଭାବରେ ମୋର ଅବସ୍ଥାକୁ ଲକ୍ଷ୍ୟ କରିବ ଓ ବୁଝିବା ପାଇଁ ଚେଷ୍ଟା କରିବ, ତାହେଲେ ତୁମେମାନେ କିଛି କହିପାରିବ ଯାହାକି ମୋ ପ୍ରତି ବିଶେଷ ସହାୟକ ହେବ। ତୁମେମାନେ କୁହ ଓ ମୁଁ ତାହା ତୁମମାନଙ୍କଠାରୁ ଶୁଣିବି। କିନ୍ତୁ ଆପଣ ଜାଣିଥିବେ, ଏହି 3 ଜଣ ବନ୍ଧୁ ପ୍ରକୃତରେ ଈଶ୍ୱରଙ୍କୁ ଜାଣିନଥିଲେ। ସେମାନେ ଆଇବଙ୍କୁ ମଧ୍ୟ ଭଲ ଭାବେ ଜାଣିନଥିଲେ ଓ ସେମାନେ ନିଜେ ନିଜକୁ ମଧ୍ୟ ଭଲ ଭାବେ ଜାଣିନଥିଲେ। ସେମାନେ ଆଇବଙ୍କର ପ୍ରକୃତ ସମସ୍ୟା କ'ଣ ତାହା ଜାଣିନଥିଲେ ଓ ଏହି 3 ଜଣ ଯାକ ଏକ ସିଦ୍ଧାନ୍ତରେ ଉପନୀତ ହେଲେ ଯେ ଆଇବ ପାପ କରିଅଛନ୍ତି ଓ ସେହି ପାପକୁ ସ୍ୱୀକାର କରିନାହାନ୍ତି। ଯେହେତୁ ସେ ତାହାଙ୍କର ସେହି ଗୁପ୍ତ ପାପକୁ ସ୍ୱୀକାର କରିନାହାନ୍ତି, ତେଣୁକରି ସେ ଈଶ୍ୱରଙ୍କ ଦ୍ୱାରା ବିଚାରିତ ହେଉଛନ୍ତି। ଆସନ୍ତୁ ଏହାପରେ 7 ପର୍ବ ମଧ୍ୟକୁ ଯିବା। ଦେଖନ୍ତୁ 7 ପର୍ବର ପ୍ରଥମ 3 ପଦରେ ଏହିପରି ଲେଖା ଅଛି, ପୃଥିବୀରେ କ'ଣ ମନୁଷ୍ୟର ଯୁଦ୍ଧ ହୁଏ ନାହିଁ ଓ ତାହାର ଦିନ ସମୂହ କ'ଣ ବେତନଜୀବୀର ଦିନ ତୁଲ୍ୟ ନୁହେଁ? ଦାସ ଯେପରି ଛାୟାର ଆକାଂକ୍ଷା କରେ, ବେତନଜୀବୀ ଯେପରି ଆପଣା ବେତନର ଅପେକ୍ଷା କରେ, ମୁଁ ସେପରି ଅସାରତା ବିଶିଷ୍ଟ ମାସମାନର ଅଧିକାରୀ କରାଯାଇଅଛି ଓ କ୍ଳାନ୍ତିଜନକ ରାତ୍ରିମାନ ମୋ ପାଇଁ ନିରୂପିତ ହୋଇଅଛି। ଆଇବ ତାହାଙ୍କର ଦୁଃଖରୁ ବା ଯନ୍ତ୍ରଣାରୁ ମୁକ୍ତି ପାଇନାହାନ୍ତି। ସେ ଅତି ଅସୁସ୍ଥ ଅଛନ୍ତି ଓ ତାହାଙ୍କର ବନ୍ଧୁମାନେ ତାହାଙ୍କୁ ଉପେକ୍ଷା କରୁଅଛନ୍ତି। ସେମାନେ ତାହାଙ୍କୁ କୌଣସି ସାନ୍ତ୍ୱନା ଦେଇପାରୁନାହାନ୍ତି। ଏପରିକି ତାହାଙ୍କର ସ୍ତ୍ରୀ ମଧ୍ୟ ତାହାଙ୍କୁ ଆତ୍ମହତ୍ୟା କରିବାକୁ କହନ୍ତି। ଆଉ ଯେତେବେଳେ ତାହାଙ୍କର
ଜଗତ ତାହାଙ୍କୁ ଚାପି ପକାଏ, ସେତେବେଳେ ସେ ନିରାଶ ଓ ହତାଶ ହୋଇ ଭାଙ୍ଗି ପଡ଼ନ୍ତି ଓ ଦୟା ପାଇବାକୁ ଚାହାନ୍ତି। 4 ପଦରୁ 6 ପଦ ମଧ୍ୟରେ ଲେଖା ଅଛି, ମୁଁ ଶୟନ କାଳରେ କହେ, କେବେ ମୁଁ ଉଠିବି? ମାତ୍ର ରାତ୍ରି ଦୀର୍ଘ ହୁଏ, ଆଉ ମୁଁ ପ୍ରଭାତ ପର୍ଯ୍ୟନ୍ତ ନିରନ୍ତର ଛଟପଟ ହେଉଥାଏ। ମୋହର ମାଂସ କୀଟ ଓ ଧୂଳିଟେଳା ପରିହିତ, ମୋହର ଚର୍ମ ମିଶିଯାଏ ଓ ପୁନର୍ବାର ଫାଟିଯାଏ। ମୋହର ଦିନ ତନ୍ତୀର ନଳିଠାରୁ ଶୀଘ୍ରଗାମୀ ଓ ଭରସା ବିନା ବ୍ୟୟ ହୋଇଯାଏ। ଦେଖନ୍ତୁ, ଆଇବ ପ୍ରକୃତରେ ଭାବିଥିଲେ ଯେ ତାହାଙ୍କର ରୋଗ ଆଉ ସୁସ୍ଥ ହୋଇପାରିବ ନାହିଁ ଓ ତାହାଙ୍କର ଅନ୍ତିମ ଦିନ ଅତି ସନ୍ନିକଟ, ଏହା ଦୂରବର୍ତ୍ତୀ ନୁହେଁ। କିନ୍ତୁ ଏହି ସମସ୍ତ ସତ୍ତ୍ୱେ ତାଙ୍କର ବନ୍ଧୁମାନେ ତାହାଙ୍କ ସମସ୍ୟା ପ୍ରତି କୌଣସି ନଜର ଦେଲେ ନାହିଁ। ସେମାନେ ତାହାଙ୍କୁ ସାନ୍ତ୍ୱନା ଦେବା ନିମନ୍ତେ ତାହାଙ୍କ ନିକଟକୁ ଆସିଥିଲେ, ମାତ୍ର ତାହାଙ୍କର ଆବଶ୍ୟକତା ଅନୁଯାୟୀ ତାହାଙ୍କୁ ସାହାଯ୍ୟ କରିପାରିଲେ ନାହିଁ। ସେମାନେ କିଛି ବୁଝିପାରିଲେ ନାହିଁ। ଏହିପରି କଥାରେ ଅଛି ଯେ ପ୍ରକୃତ ବନ୍ଧୁ ସେ ଆପଣଙ୍କୁ ଜାଣେ ଓ ତଥାପି ଆପଣଙ୍କୁ ପ୍ରେମ କରେ। ଏହି ବନ୍ଧୁମାନେ ପ୍ରକୃତରେ ଆଇବଙ୍କୁ ଜାଣିପାରିଲେ ନାହିଁ। ସେ କହନ୍ତି, ଅନ୍ତତଃ ପକ୍ଷେ ତାହାଙ୍କ ଶାରୀରିକ ଅସୁସ୍ଥତା ସେମାନଙ୍କଠାରୁ ସହାନୁଭୂତି ପାଇବା ଉଚିତ ଥିଲା। 13 ପଦରୁ 16 ପଦ ମଧ୍ୟରେ ଏହିପରି ଲେଖା ଅଛି, ମୋ ପଲଙ୍କ ମୋତେ ସାନ୍ତ୍ୱନା ଦେବ, ମୋର ଶଯ୍ୟା ମୋର ଦୁଃଖ ଉପଶମ କରିବ ବୋଲି କହିଲା ବେଳେ ତୁମ୍ଭେ ସ୍ୱପ୍ନରେ ମୋତେ ଭୟ ଦେଖାଉଅଛ ଓ ନାନା ଦର୍ଶନ ଦ୍ୱାରା ମୋତେ ତ୍ରାସଯୁକ୍ତ କରୁଅଛ। ତେଣୁ ମୋହର ପ୍ରାଣ ମୋହର ଏହି ଅସ୍ଥି ଅପେକ୍ଷା ଶ୍ୱାସରୋଧ ଓ ମରଣ ପସନ୍ଦ କରେ। ମୁଁ ଆପଣା ପ୍ରାଣକୁ ଘୃଣା କରେ। ମୁଁ ସର୍ବଦା ବଞ୍ଚିବାକୁ ଇଚ୍ଛା କରେ ନାହିଁ। ମୋତେ ଛାଡ଼, କାରଣ ମୋହର ଆୟୁ ଅସାର। ଯାହା ଜଣାଯାଏ ତାହାଙ୍କର ଜ୍ୱର ତାହାଙ୍କୁ ତାହାଙ୍କର ସେହି ମନର ବିଶୃଙ୍ଖଳା ଅବସ୍ଥାର ସମୟ ଆଡ଼କୁ ଓ ଚିତ୍ତ ବିଭ୍ରମ ଆଡ଼କୁ କଢ଼ାଇ ନେଲା। 17ରୁ 19 ପଦରେ ଲେଖା ଅଛି, ମନୁଷ୍ୟ କିଏ ଯେ ତୁମ୍ଭେ ତାହାକୁ ମହାନ ଜ୍ଞାନ କରିବ ଓ ତାହା ପ୍ରତି ଆପଣା ହୃଦୟ ରଖିବ, ଆଉ ପ୍ରତି ପ୍ରଭାତରେ ତାହାର ତତ୍ତ୍ୱ ନେବ ଓ ପ୍ରତି ନିମିଷରେ ତାହାର ପରୀକ୍ଷା କରିବ? ତୁମେ କେତେ କାଳ ମୋଠାରୁ ଆପଣା ଦୃଷ୍ଟି ଫେରାଇବ ନାହିଁ, କିମ୍ବା ମୁଁ ଆପଣା ଛେପ ଢୋକିବା ପର୍ଯ୍ୟନ୍ତ ମୋତେ ଛାଡ଼ିଦେବ ନାହିଁ? ସେ ଚାହାନ୍ତି ଯେ ସେ ଯେପରି ଶାନ୍ତିରେ ମୃତ୍ୟୁବରଣ କରନ୍ତି। ସେ ଚାହାନ୍ତି ଈଶ୍ୱର ଯେପରି ତାହାଙ୍କୁ ଏକାକୀ ଛାଡ଼ି ଦିଅନ୍ତି। ସେ ଭାବୁଛନ୍ତି ଯେ ସେ ଆଉ ପାରିବେ ନାହିଁ। ମାତ୍ର ସେ ଜାଣନ୍ତି ନାହିଁ ଏହି ସମସ୍ତ ପଛରେ କ'ଣ ରହିଅଛି। ଏହି ସମସ୍ତ ପଛରେ ଈଶ୍ୱରଙ୍କର ଅଭିମତ କ'ଣ ଅଛି। ତାହାଙ୍କର ପ୍ରତିକ୍ରିୟା ଅନେକଙ୍କର ପ୍ରତିକ୍ରିୟା ପରି, ମୋତେ ମୋର ଦୁଃଖରେ ଛାଡ଼ିଦିଅ, ମୋତେ ମରିବାକୁ ଦିଅ, ମୁଁ ଆଉ ବଞ୍ଚି ରହିବାକୁ ଚାହେଁ ନାହିଁ। 20ରୁ 21 ପଦ ମଧ୍ୟରେ ଲେଖା ଅଛି, ହେ ମନୁଷ୍ୟ ପ୍ରହରୀ, ମୁଁ ପାପ କଲେ ତୁମର କ'ଣ କରେ? କାହିଁକି ତୁମେ ମୋତେ ଆପଣା ଲକ୍ଷ୍ୟ ରୂପେ ରଖିଅଛ? ତେଣୁ ମୁଁ ଆପଣା ପ୍ରତି ଭାର ସ୍ୱରୂପ ହେଉଅଛି। ପୁଣି ତୁମେ କାହିଁକି ମୋର ଅପରାଧ କ୍ଷମା କରୁନାହଁ ଓ ମୋର ଅଧର୍ମ ଦୂର କରୁନାହଁ? କାରଣ ଏବେ ମୁଁ ଧୂଳିରେ ଶୟନ କରିବି। ପୁଣି ତୁମେ ଯତ୍ନପୂର୍ବକ ମୋର ଅନ୍ୱେଷଣ କରିବ, ମାତ୍ର ମୁଁ ନଥିବି। ସେମାନେ ଆଇବଙ୍କର ପାପ ଉପରେ ପ୍ରଶ୍ନ କରିଥିଲେ। ଆଇବ ନିଜକୁ ନିଷ୍ପାପୀ ବୋଲି ଦାବି କରନ୍ତି ନାହିଁ। ସେ ମାନନ୍ତି ଯେ ସେ ପାପ କରିଅଛନ୍ତି, ମାତ୍ର କାହିଁକି ସେ ଜଣେ ଅତି କୁଖ୍ୟାତ ପାପୀ ଭାବେ ଏହିପରି ବିଶେଷ ଆକ୍ରମଣ ନିମନ୍ତେ ମନୋନୀତ ହେବା ଉଚିତ? ଯେତେବେଳେ ସେ ପ୍ରକାର ପାପୀ ନୁହନ୍ତି, ତାହେଲେ ତାହାଙ୍କର ଜୀବନ କାହିଁକି ଏହିପରି ଭାରଗ୍ରସ୍ତ ହେବ? କାହିଁକି ଈଶ୍ୱର ତାହାଙ୍କ ପ୍ରତି ଦୟା ପ୍ରଦର୍ଶନ କରନ୍ତି ନାହିଁ? ଈଶ୍ୱର କାହିଁକି ତାହାଙ୍କର ପାପ କ୍ଷମା କରି ତାହାଙ୍କୁ ରକ୍ଷା କରନ୍ତି ନାହିଁ? ଯେତେବେଳେ ସେ ମାନନ୍ତି ଯେ ସେ ଜଣେ ପାପୀ, ସେତେବେଳେ ସେ କହନ୍ତି ଯେ ସେ ଯାହା ପାଇବା କଥା ନୁହେଁ ତାହାଠାରୁ ଅଧିକ ପାଉଛନ୍ତି। ଆମେ ଆଇବଙ୍କ ଜୀବନରେ ସେହି ସାଧୁତାର ପତନ ଲକ୍ଷ୍ୟ କରିବାକୁ ପାରୁଅଛୁ। ଯେତେବେଳେ ଜଣେ ବ୍ୟକ୍ତିର ଜୀବନରେ ସେହି ସାଧୁତାର ପତନ ଘଟେ, ସେ ଶୟତାନର ଶିକାର ହୋଇଥାଏ। ତାହା ହିଁ ଆଜି ଅନେକଙ୍କ ଜୀବନ ପ୍ରତି ଘଟେ, ଯେଉଁମାନେ ଏକାକୀ ଜୀବନ ସହିତ ଯୁଦ୍ଧ କରନ୍ତି। ସେ ତହିଁରେ ସଫଳତା ଲାଭ କରିପାରେ ବା ପାପରେ ପତିତ ହୋଇପାରେ, ମାତ୍ର ଶୟତାନ ତାହାକୁ ଆକ୍ରମଣ କରିବା ନିମନ୍ତେ ସୁଯୋଗ ପାଏ। ଯେହେତୁ ମନୁଷ୍ୟର ସାଧୁତାର ପତନ ଘଟିଥାଏ, ତାହା ହିଁ ଆଇବଙ୍କର ପରିସ୍ଥିତି ଥିଲା। ତାହେଲେ ଆଇବ କ'ଣ ଏହି ସମସ୍ତ ସମସ୍ୟାରେ ଭାଙ୍ଗି ପଡ଼ିବେ? ଏହାର ଉତ୍ତର ଆମେ ପରବର୍ତ୍ତୀ ଅଂଶରେ ପାଇପାରିବା। କିନ୍ତୁ ମୁଁ ଏଠାରେ କହି ରଖେ, ପ୍ରିୟ ଭାଇ ଓ ଭଉଣୀ, ପ୍ରଭୁ ତାହାଙ୍କର ଲୋକମାନଙ୍କୁ ପରୀକ୍ଷା କରନ୍ତି। ଯଦି ଆଇବଙ୍କର ପରି ଲୋକ ପ୍ରତି ପରୀକ୍ଷା ଘଟିପାରିଲା, ତାହେଲେ ଆମମାନେ କିଏ? ଆମମାନେ ତ ଆଇବଙ୍କର ମଧ୍ୟ ସମକକ୍ଷ ନୁହଁ। ଆମମାନେ ଆଇବଙ୍କ ପରି ମଧ୍ୟ ଧାର୍ମିକ ହୋଇପାରିବା ନାହିଁ। ମାତ୍ର ଆମେ ଦେଖୁ ଯେ ଆଇବ ଧାର୍ମିକ ବୋଲି ଗଣିତ ହୋଇଥିଲେ,
ମାତ୍ର ତଥାପି ତାହାଙ୍କ ଜୀବନରେ ପ୍ରଭୁ କ୍ଲେଶ ଘଟାଇଲେ, ସମସ୍ୟା ଘଟାଇଲେ। ଆଉ ଯେପରି ସେ ସେହି ସମସ୍ତ ମଧ୍ୟ ଦେଇ ଆଇବଙ୍କୁ ତାହାଙ୍କର ନିଜର କରିପାରନ୍ତି। ଆଇବ ବାସ୍ତବରେ ଭାଙ୍ଗି ପଡ଼ିଲେ। ଆଉ ଯେତେବେଳେ ସେ ତାଙ୍କର ବନ୍ଧୁ ସେହି ଇଲିଫସ୍ଙ୍କର ଏ ପ୍ରକାର କଥା ଶୁଣିଲେ, ଆଉ ସେ ଇଲିଫସ୍ ଯେତେବେଳେ ତାହାଙ୍କୁ ଏ ପ୍ରକାର ଦୋଷାରୋପ କଲେ, ଆଉ ସେତେବେଳେ ସେ ଭାଙ୍ଗି ପଡ଼ୁଛନ୍ତି। ଆଉ ସେ ନିଜକୁ ପ୍ରଭୁଙ୍କ ନିକଟରେ ଧାର୍ମିକ ବୋଲି ବିବେଚନା କରିବା ପାଇଁ ବାଧ୍ୟ ହେଉଛନ୍ତି। ମାତ୍ର ତାହା ମଧ୍ୟ ଆଇବ କରିବା ଦ୍ୱାରା ଭୁଲ କଲେ। ପ୍ରିୟ ବନ୍ଧୁ, ଅନେକ ସମୟରେ ଆମମାନେ ଆମମାନଙ୍କର ଆତ୍ମଧାର୍ମିକତା ପ୍ରଭୁଙ୍କ ନିକଟରେ ପ୍ରକାଶ କରିଥାଉ। ଆମମାନେ କହିଥାଉ, ପ୍ରଭୁ, ମୁଁ ତୁମ ଦୃଷ୍ଟିରେ ଅତି ସୁନ୍ଦର ଜୀବନଯାପନ କରୁଅଛି, ତୁମର ବାଧ୍ୟ ହେଉଅଛି, ତୁମ ବିଷୟରେ ମନୋଯୋଗୀ ହେଉଅଛି, ତୁମ ନିକଟରେ ପ୍ରାର୍ଥନା କରୁଅଛି, ତୁମର କାର୍ଯ୍ୟ କରୁଅଛି। ମାତ୍ର ମୋ ଜୀବନ ପାଇଁ ଏତେ ସମସ୍ୟା, ଏତେ କଷ୍ଟ, ଏତେ ଦୁଃଖ। ମାତ୍ର ଆମେ ମଧ୍ୟ ଏ ପ୍ରକାର ପ୍ରଶ୍ନ ପ୍ରଭୁ କରିବା ଉଚିତ ନୁହେଁ। ଆମେ ପ୍ରଭୁଙ୍କ ନିକଟରେ ନିଜର ଧାର୍ମିକତାକୁ, ନିଜର ଉତ୍ତମତାକୁ ଆମେ ଉପସ୍ଥାପିତ କରିବା ଉଚିତ ନୁହେଁ। ପ୍ରଭୁ ଜାଣନ୍ତି ଆମମାନଙ୍କର ଦୁର୍ବଳତା, ପ୍ରଭୁ ଜାଣନ୍ତି ଆମମାନଙ୍କର ସବଳତା, ପ୍ରଭୁ ଜାଣନ୍ତି ଆମମାନେ କେଉଁ କ୍ଷେତ୍ରରେ ପଡ଼ିଯାଇଛୁ, ପ୍ରଭୁ ଜାଣନ୍ତି ଆମମାନଙ୍କ କେଉଁ କ୍ଷେତ୍ରରେ ଦୁର୍ବଳ ହୋଇଯାଇଛୁ। ମାତ୍ର ସେ ଆମମାନଙ୍କୁ ତାହାଙ୍କର ନିକଟବର୍ତ୍ତୀ କରାଇବା ପାଇଁ ଚାହାନ୍ତି। ହୁଏତ ଆଇବଙ୍କ ଜୀବନରେ ନମ୍ରତାର ଅଭାବ ଥିଲା, ଆଉ ସେଥିପାଇଁ ହୁଏତ ପ୍ରଭୁ ତାହାଙ୍କୁ ଏ ପ୍ରକାର ପରୀକ୍ଷା ମଧ୍ୟ ଦେଇ କଢ଼ାଇ ନେଲେ। ହଁ ପ୍ରିୟ ଭାଇ ଓ ଭଉଣୀମାନେ, ଆମେ କେବଳ ଉତ୍ତମ କାର୍ଯ୍ୟ କରି, ଧାର୍ମିକ ଜୀବନଯାପନ କରି ପ୍ରଭୁଙ୍କୁ ସନ୍ତୁଷ୍ଟ କରିପାରିବା ନାହିଁ। ପ୍ରଭୁ ଚାହାନ୍ତି ଆମମାନଙ୍କର ସମ୍ପୂର୍ଣ୍ଣ ସମର୍ପିତର ଜୀବନ। ପ୍ରଭୁ ଚାହାନ୍ତି ଯେପରି ଆମମାନେ ସମ୍ପୂର୍ଣ୍ଣ ତାହାଙ୍କର ସହିତରେ ସଂଯୁକ୍ତ ରହିବା। ପ୍ରଭୁ ଚାହାନ୍ତି ଯେପରି ଆମେ ସମ୍ପୂର୍ଣ୍ଣ ଭାବରେ ତାହାଙ୍କ ଉପରେ ନିର୍ଭର କରିବା, ନିଜର ଦୁର୍ବଳତାକୁ ସମୀକ୍ଷା କରିବା, ଆମମାନେ କେଉଁ କ୍ଷେତ୍ରରେ ଦୁର୍ବଳ ହୋଇଯାଇଛୁ ତାହାକୁ ଜାଣିବା ପାଇଁ ଚେଷ୍ଟା କରିବା। ଆମମାନଙ୍କ ଠାରୁ ପ୍ରଭୁ ଧୈର୍ଯ୍ୟ ଚାହାନ୍ତି, ସହିଷ୍ଣୁତା ଚାହାନ୍ତି, ନମ୍ରତା ଚାହାନ୍ତି, ବିଶ୍ୱସ୍ତତା ଚାହାନ୍ତି, ବାଧ୍ୟତା ଚାହାନ୍ତି। ଯେଉଁମାନେ ପ୍ରଭୁଙ୍କର ଅବାଧ୍ୟ ହୋଇ ଚାଲିଯାଆନ୍ତି, ପ୍ରଭୁ ସେମାନଙ୍କ ପ୍ରତି କୌଣସି ପ୍ରକାର ସମସ୍ୟା ଘଟାନ୍ତି ନାହିଁ। ମାତ୍ର ଯେଉଁମାନେ ପ୍ରଭୁଙ୍କର ହୁଅନ୍ତି, ସେମାନଙ୍କ ପାଇଁ ଅଧିକ ପରୀକ୍ଷା ଆସେ। ସେଥିପାଇଁ ପ୍ରଭୁଙ୍କର ବାକ୍ୟ କହେ, ଧାର୍ମିକ ନିମନ୍ତେ ପରୀକ୍ଷା ଅନେକ, ମାତ୍ର ସେସବୁରୁ ପ୍ରଭୁ ତାହାକୁ ଉଦ୍ଧାର କରନ୍ତି। ହଁ ପ୍ରିୟ ଭାଇ ଓ ଭଉଣୀମାନେ, ଯଦି ଆମେ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କଠାରେ ବିଶ୍ୱାସ କରିଛୁ, ତାହାଙ୍କ ନିମନ୍ତେ ପଦକ୍ଷେପ ନେଇଛୁ, ତାହାଙ୍କର ହେବା ନିମନ୍ତେ ପ୍ରତିଜ୍ଞା କରିଅଛୁ, ତାହେଲେ ଆମମାନଙ୍କ ପାଇଁ ଅନେକ ପ୍ରକାର ସମସ୍ୟା ଆସିବ। ମାତ୍ର ଆମେ ମନେ ରଖିବା ଉଚିତ ଯେ ଏହି ସମସ୍ତ ମଧ୍ୟ ଦେଇ ପ୍ରଭୁ ଆମମାନଙ୍କୁ ଅଧିକରୁ ଅଧିକ ଶିକ୍ଷା ଦେବା ପାଇଁ ଚାହାନ୍ତି, ଆଉ ତାହାଙ୍କ ନିକଟବର୍ତ୍ତୀ କରାଇବା ପାଇଁ ଚାହାନ୍ତି, ଏବଂ ଆମମାନଙ୍କ ଜୀବନରେ ଆହୁରି ମଙ୍ଗଳଦାନ ଦେବା ପାଇଁ ଚାହାନ୍ତି। ତେଣୁ ଆମେ ଭାଙ୍ଗି ପଡ଼ିବା ଉଚିତ ନୁହେଁ। ମାତ୍ର ପ୍ରତି ଅବସ୍ଥାରେ, ପ୍ରତି କ୍ଷେତ୍ରରେ, ପ୍ରତି ସମୟରେ ଏବଂ ପ୍ରତ୍ୟେକ ପରୀକ୍ଷା ବା ପ୍ରତ୍ୟେକ ପ୍ରକାର କ୍ଲେଶ ମଧ୍ୟ ଦେଇ ଆମେ ପ୍ରଭୁଙ୍କୁ ଗୌରବ ଦେବା ଉଚିତ ଏବଂ ତାହାଙ୍କ ନିକଟରେ ନିଜକୁ ସମ୍ପୂର୍ଣ୍ଣ ନମ୍ର କରି ତାହାଙ୍କ ନିକଟରେ ଆଉଜି ପଡ଼ିବା ଉଚିତ। ପ୍ରଭୁ ଆମ ପ୍ରତ୍ୟେକଙ୍କୁ ଆଶୀର୍ବାଦ କରନ୍ତୁ। ମୋର ବିଶ୍ୱାସ ଆଜିର କାର୍ଯ୍ୟକ୍ରମ ଆପଣଙ୍କୁ ନିଶ୍ଚୟ ଭଲ ଲାଗିଥିବ। ଆଜି ଆମେ ଅଧ୍ୟୟନ କରୁଥିଲୁ ଯେ ଇଲିଫସ୍ଙ୍କ ଠାରୁ ଆଇବ ସବୁ ଶୁଣିଲା ପରେ ତାଙ୍କ ପ୍ରତିକ୍ରିୟା ପ୍ରକାଶ କରୁଛନ୍ତି। କାରଣ ଆଇବଙ୍କ ଜୀବନରେ ଯାହା ଯାହା ଘଟିଲା, ସେ ଯେଉଁ ପରିସ୍ଥିତି ମଧ୍ୟ ଦେଇ ଯାଉଛନ୍ତି, ତାଠାରୁ ଅଧିକ କଷ୍ଟକର ବିଷୟ ଆଉ କିଛି ନାହିଁ। ସେ ତାଙ୍କ ମନରେ କୌଣସି ଉତ୍ତମ ବିଷୟ ଆଶା କରିପାରୁନାହାନ୍ତି, ରାତିରେ ଶୋଇପାରୁନାହାନ୍ତି। ମନୁଷ୍ୟର ନିଶ୍ୱାସ ଯେତେ ଛୋଟ, ତାଙ୍କ ଜୀବନ ସେତିକି ଛୋଟ ହୋଇପଡ଼ିଛି। ଆଇବ ତାଙ୍କ ଜୀବନର ତିକ୍ତତାକୁ ପ୍ରକାଶ କରୁଛନ୍ତି। ମନୁଷ୍ୟ ଭାବେ ଆଇବ ଭାଙ୍ଗି ପଡ଼ିଥିଲେ, ନିରାଶ ହୋଇଥିଲେ। ଆଶାର କିରଣ ତାଙ୍କ ଜୀବନରେ ଦେଖାଯାଉନାହିଁ। କିନ୍ତୁ ଏ ସମସ୍ତ ପରିସ୍ଥିତିରେ ଈଶ୍ୱରଙ୍କ ଉପରେ ନିର୍ଭର କରିବା ଛଡ଼ା ଆଉ କିଛି ନଥିଲା। ଆମ ଜୀବନର ଦୁଃଖ ଓ ଯନ୍ତ୍ରଣା ମଧ୍ୟରେ ଆମ ପ୍ରତିକ୍ରିୟା କ'ଣ? ଆମେ କ'ଣ ଭାବୁଛୁ ମୃତ୍ୟୁ କେବଳ ଗୋଟିଏ ଉପାୟ, ଅବା ଆଉ କିଛି? ଆଜି ତ ଆମ ସମୟ ଶେଷ ହେଲାଣି। ପରବର୍ତ୍ତୀ କାର୍ଯ୍ୟକ୍ରମରେ ପୁଣି ଆପଣଙ୍କ ସହିତ ସାକ୍ଷାତ ହେବ। ଆପଣଙ୍କ ଠାରୁ ବିଦାୟ ନେବା ପୂର୍ବରୁ ଆସନ୍ତୁ ପ୍ରାର୍ଥନା କରିବା। ଦୟାଳୁ ସ୍ୱର୍ଗସ୍ଥ ପିତା, ଧନ୍ୟବାଦ ଦେଉଅଛୁ ପ୍ରଭୁ, ଯେଉଁ ମନ୍ଦ ଜଗତରେ ଆମମାନେ ଅଛୁ, ଏଇ ଜଗତରେ ଆମମାନଙ୍କ ପାଇଁ ଦୁଃଖ, ସମସ୍ୟା, ନିନ୍ଦା, ଅପମାନ ଅଛି। କିନ୍ତୁ ପ୍ରଭୁ, ଆମମାନଙ୍କ ଭରସା ଯେ କେବଳ ତୁମେ ଆମମାନଙ୍କୁ ସବୁ ପ୍ରକାର ପରିସ୍ଥିତିରୁ ଉଦ୍ଧାର କରିପାର। ପ୍ରଭୁ, ସେଥିପାଇଁ ଆମେ ତୁମର ଧନ୍ୟବାଦ କରୁଅଛୁ, ତୁମର ଗୌରବ କରୁଅଛୁ, ତୁମ ନାମକୁ ସ୍ୱୀକୃତ କରୁଅଛୁ। ତୁମେ ଆମମାନଙ୍କର ଭରସା ଅଟ ପ୍ରଭୁ। ପ୍ରଭୁ, ଯେପରି ଆମେ ଆମମାନଙ୍କ ଜୀବନର ସବୁ ପରିସ୍ଥିତିରେ ତୁମ ଉପରେ ଆଉଜି ପଡ଼ିବୁ,
तुम निकटवर्ती हेबु से अनुग्रह तुम्हें दान कर आम सहित ईश्वर तुम्हें हुआ तुम्हें आम प्रार्थना शुणिले धन्यवाद दी यही प्रार्थना आम निमंते प्राण देइथबा प्रिय जीशु नाम मागिलु आमेन। बहुत बहुत धन्यवाद। प्रभु आपन को आशीर्वाद करंतु। गत प्रश्नर उत्तरटी हैला डी बंधु। आजिर प्रश्नटी हैला आईब निज प्राण को कहा सहित तुलना करती? ए वायु, बी जल, सी अग्नि, डी पत्थर। এই প্রশ্নর উত্তর আসন্তা কালি সন্ধ্যা 6টা মধ্যে অপশন এ বি সি ডি মধ্যরু সঠিক উত্তর বাছি आपणक नाम और संपूर्ण ठिकाना सहित 9777221415 फोन नंबर रे SMS किंबा WhatsApp द्वारा जणाइबाको अनुरोध। जदि आपनको आम कार्यक्रम भल लगुची तेबे 0444908126 रे मिस्ड कॉल दे विजय होई परिबे। गत सप्ताहर विजय दर्शक बंधु हेले नवरंगपुर ज्योतिर्मय टाकरी और परिवार।